ହେଇଗଲା ବେ ଶୋଇଗଲା ଦେଖ ସେ ଆରାମ କରବା ହେଲା ବିରାଟ ବଡ଼ଟା ବେ ଟିକେ ଆମର ସେଇ ନଦୀ ସାଇଡ଼୍କା ଦେଖ ତାପରେ ଯେତେବେଳେ ଆମର ସେ ହାତୀ ପାଇଁ ନାଇଁ ଏଇ ସେଇ ପାହାଡ଼ରୁ ହାତୀ ସିଧା ଆସୁଛନ୍ ଆମର ଏଇଟା ହେଉଛି ନଦୀ ସାଇଡ଼୍ଟା ହେଲା ନଦୀ ସାଇଡ଼୍ ଭିୟୁ ଦେଖିପାରୁଥିବେ ବହୁତ ସୁନ୍ଦର ଦେଖାଯାଉଛି ଆଉ ହାତୀ ପାଇଁ ଏଇ ଲାଗି ଦେଖ ଏଠି ହାତୀ ପାଇଁ ଜାମ୍ କରାହେଉଛି ସେଇପଟୁ ହାତୀ ଆସୁଛନ୍ ଆଉ ସେ ନେବୁନଟାରେ ନା ସେ ନେବୁନଟାରେ ଭିତରେ ପଶି ଯାଉଛନ୍ ଆଉ ସେ ବାହାରୁ ନାହାନ୍ତି ରାତି ଯେତେବେଳେ ହେଇଯିବ ଗୋଟେ ଦୁଇଟା ସେତେବେଳେ ଗାଁକୁ ପଶିଯିବେ ଗାଁକୁ ପଶିକିରି ସେ ଆମର ଘର ଦୁଆରକା ସବୁ ଭାଙ୍ଗି ଦେଉଛନ୍ତି ବୁଝିପାରିଲ ସେଇଥିପାଇଁ ଆଜି ରାସ୍ତା ପୁରା ଜାମ୍ କରାହେଇଛି ପୁଲିସ ସବୁ ଆସିଛନ୍ତି ଦେଖିପାରୁଥିବେ ଆଉ ପୋଲିସ ମାନେ କହୁଛନ୍ତି କି ତମେ ମାନେ କମ୍ପ୍ଲେନ୍ କରୁନ କ'ଣ ପାଇଁ ଦେଖ ଆମେ କମ୍ପ୍ଲେନ୍ କରାହେଇଥିଲା ଯେ ହାତୀ ଆସୁଛନ୍ତି ହାତୀ ଏଠୁ ଖେଦେଇ ନେଇଯାଅ କି ତୁମର ହାତୀ ତୁମର ସେପଟୁ ଜଙ୍ଗଲକୁ ନେଇଯାଅ ଆଉ ଆମେ ଏଠି ଶାନ୍ତିରେ ରହିବା ପାଇଁ ଚାହୁଁଛୁ କିନ୍ତୁ ପୋଲିସ ମାନେ କହୁଛନ୍ତି ତମେ କମ୍ପ୍ଲେନ୍ କ'ଣ ପାଇଁ କଲନି କମ୍ପ୍ଲେନ୍ କରିଦେଲୁ ଯେ ଏଠି ଇଏ ହାତୀ ପାଇଁ ବି ବହୁତ ପ୍ରୋବ୍ଲେମ୍ ହେଉଛି ଆଉ ରାତିରେ ଲାଇନ୍ ବି କାଟି ଦେଉଛି ସେଇଥିପାଇଁ ଆମେ ଏଠି ରାସ୍ତା ଜାମ୍ କରୁଛୁ ରାତିରେ ଏଠି ମଶା କାମୁଡ଼ୁଛନ୍ ନେବୁନଟାରେ ବହୁତ କଷ୍ଟ ଏଇଟା ବହୁତ ବଡ଼ ବଡ଼ ମଶା ବି ଅଛନ୍ ଦିନ ବେଳେ ତ ଏଠି କାମୁଡ଼ି ଦେଉଛନ୍ ଆଉ ରାତି ବେଳେ ସେଇ ପୋଲିସ ମାନେ ରହୁନା ଆଉ ସେଇ ଲାଇନ୍ ବାଲା ମାନେ ଜାଣିପାରିବେ ଲେମ୍ବୁନଟାରେ ରହିବା କେତେ କଷ୍ଟ ଆଉ ଏମାନେ କହୁଛନ୍ତି କି କ'ଣ ପାଇଁ ରାସ୍ତା ଜାମ୍ କରୁଛ ଭାଇ ଏଠି ରହିବା ବହୁତ କଷ୍ଟ ତମେ ଏଠି ଆସିକି ରୁହ ତାପରେ ଜାଣିପାରିବ ହେଲା ପୋଲିସ ବାଲାକୁ ଆମେ କହୁଥିଲୁ କି ତମେ ଚଲ ହାତୀ ଦେଖ ତାପରେ ତମେ ଜାଣିପାରିବ ଯେ ଏଠି ହାତୀ ଅଛନ୍ କି ନାହିଁ ତମେ ପ୍ରଥମେ ଦେଖ ହାତୀ ଅଛି କି ନାହିଁ ତାପରେ ହାତୀ ଦେଖିଲା ପରେ ଜାଣିପାରିବ କି ତମେ ଏଠି ହାତୀ ଅଛି କି ନାହିଁ ଡାକଲା ବେଳକୁ ଇଏ ପୋଲିସ ବାଲା କହୁଛି କି ଆମେ ଯିବାନି ହାତୀ କୁଆଡ଼େ ଖେଦେଇ ନେବେ ତାହେଲେ ଆମେ ରହୁଛୁ କେମିତି ରାତିରେ ଭାଇ ଏଠି ବହୁତ ମୁସ୍କିଲ ରହିବା ପାଇଁ କମ୍ପାନୀ ଗାଡ଼ି ହେଉ କି ଯାହା ଗାଡ଼ି ହେଉ ଏଠି ଛାଡ଼ାଛୁଡ଼ି ନାହିଁ ଏଠି ସମାଧାନ କରାଯାଉ ତାପରେ ଗାଡ଼ି ଛାଡ଼ା ହେବ ଭାଇ ଏଠି ଯେମିତି ଲାଇନ୍ କାଟୁଛି ନାହିଁ ଲାଇନ୍ ବାଲା ଆସିକି ରହୁ ଏଠି କେତେ ମଶା କାମୁଡ଼ୁଛନ୍ତି ତାପରେ ଜାଣିପାରିବ ଲାଇନ୍ ବାଲା ତ ଡରେ ଆସୁନି ସିଏ କହୁଛି କି ଏଲା ଯାଇ ହେବନି କେଉଁଠି କାମ ଅଛି କାମ ପରେ ରହୁ ତାପରେ ଏଠି ଆସିକି ସମାଧାନ କର ତାପରେ ଛାଡ଼ା ହେବ ରାସ୍ତା